ଛଅଟା ଆସିକି ବାଜିଲାଣି ଏ ଲୋକର ଏପର୍ଯ୍ୟନ୍ତ ଦେଖା ଦର୍ଶନ ନାହିଁ। ଆଜି ଦରମା ପାଇଥିବେ ସାଙ୍ଗସାଥି ମସ୍ତି କରିକି ଆସୁଥିବେ ଆଉ ସେଥିପାଇଁ ଏତେ ଲେଟ୍ ହେଲାଣି। ହଉ ହଉ ଆସନ୍ତୁ, କେତେବେଳୁ ଆସୁଛନ୍ତି ଆସନ୍ତୁ। ମାମା ହଁ କଣ ହେଲା? ମାମା ମୁଁ ପାର୍ଟି ଖେଳିବି, ପଇସା ଦବ? ଆଜି ନ ବାପା ଆଣିବେ ଦରମା ପଇସା ଆଣିଲେ ତମକୁ କାଲି ଦେବି, ତମେ କାଲି ଯିବ ବ୍ୟାଟ୍ କିଣିକି ଆଣିବ ହେଲା। ହଁ ମାମା ମୁଁ ଖେଳିବାକୁ ଯାଉଛି। ଗେଟ୍ ବାହାରକୁ ଯିବନି ବାବା, ଗେଟ୍ ଭିତରେ ଖେଳିବ ହେଲା। ହଉ ଯା ଖେଳିବ। ଆଜି କଣ ଏତେ ଡେରି? କଣ ଦରମା ପାଇଛ ବୋଲି ମସ୍ତି କରିକି ଆସୁଛ ନା କଣ ସାଙ୍ଗମାନଙ୍କ ସହିତ? ଆରେ ଆଜି ଟ୍ରାଫିକ ଜାମ୍ ଥିଲା ପରା, ଏତେ ଭିଡ ମାନେ ମତେ ଅଫିସରୁ ଘରକୁ ଆସିଲେ ବୋଧେ ଗୋଟେ ଘଣ୍ଟା ଲାଗିଗଲା। ହଉ ତମେ ଫ୍ରେଶ ହୁଅ, ମୁଁ ତମ ପାଇଁ ଚାହା କରିକି ଆଣୁଛି, ସାଙ୍ଗ ହେଇକି ପିଇବା ହେଲା। ଚାହା କେମିତି ହେଇଛି? ବଢିଆ ଟେଷ୍ଟି କରିଛ। ଆଉ ଆଜି ମୁଁ ଖରାବେଳେ ତମକୁ ଫୋନ କରିଥିଲି, କାହିଁ ରିସିଭ୍ କଲନି? ଅଫିସ କାମରେ ବ୍ୟସ୍ତ ରହିଯାଇଥିବି, କଣ ଫୋନ ଆସୁଛି କଣ ଦେଖି ହଉଛି। ଆଉ ଆଜି ଖୁସି ହବା ବୁଝ। ସିଏ ବି ନାଇଁ, ଆଜି ତମେ ଦରମା ପାଇବ, କିସ୍ତି କାଲି ଅଛି କାଲି ତାକୁ ଦେବି, କାଲି ମୋ ଭଉଣୀଠୁ ପଇସା ଆଣିଛି ତାକୁ ଦେବି, କେତେ କୁଆଡେ କାମ ଅଛି, କେତେ କୁଆଡେ ସବୁଆଡେ ଦବାର ଅଛି ନା ପଇସା। ମୋର ତ ଦରମା ମିଳିନି। କଣ ହେଲା? ଦରମା ମିଳିନି? ଆରେ ମୋର ଦରମା ଆଜି ମିଳିନି କଣ, ମୁଁ 4ଟା ଛୁଟି ନେଇଥିଲି, ସେଥିପାଇଁ ମତେ ଦରମା ମିଳିଲାନି। 4ଟା ଛୁଟି କାହିଁକି ନେଇଥିଲ? ନାଇଁ 4ଟା ଛୁଟି ନେଇଥିଲି କଣ, ମୋର ଗୋଟେ ଦିନ ପୁରା ଦେହ ଖରାପ ହେଇଥିଲା, ମୁଁ ଛୁଟି ନେଇଯାଇଥିଲି। ହଁ ଆଉ 3 ଦିନ? ଆଉ 3 ଦିନ ମନେ ନାହିଁ କୋଉଥିପାଇଁ ଛୁଟି ନେଇଥିବି ଆଉ। ସାଙ୍ଗ ସାଥିରେ ମସ୍ତାନି କରୁଥିଲ ନା? କଣ ଗୋଟେ ହେଇଥିବ, ଛୁଟି ନେଇଯାଇଥିବି ଆଉ। ରାଗ ଛିଡାଉନି, କୁହ ସତ କଥା। ସବୁ ଆର ମାସକୁ ତ ପୁଣି ଦରମା ପାଇଥିଲା ନା ନାଇଁ? ଏ ମାସରେ କେମିତି ଦରମା ପାଇନ? ଆରେ ଏ ମାସରେ ବସ୍ କହିଲେ ତମକୁ ଆଉ 10-15 ଦିନ ପରେ ଦିଆଯିବ। ହେ ପ୍ରଭୁ, ଏ ଲୋକ କଣ କହିବି ମୁଁ କିଛି ଜାଣିପାରୁନି। ମୋ ମନ ଯେତେ ଖୁସି, ଦେଖିଲା ବେଳକୁ ସବୁ କଲା। ତମେ କାଲି ଜାଣିଛଟି ମୋ ଭଉଣୀ ପଇସା ଦେବି 5,000 ଟଙ୍କା ଭଳି? କାଲି ଗୋଟେ କିସ୍ତି ଅଛି ତାକୁ ଦେବି। ହେଲା ଯେ ମୁଁ ଦରମାଟା ପାଏ, ତାକୁ କହିଦବ 10-15 ଦିନ ଅପେକ୍ଷା କରିବେ, ମୁଁ ଦରମା ପାଇଲେ ତମ ଭଉଣୀ ପଇସା ଦବ, ତମ କିସ୍ତି ପଇସା ଦବ, ଯାହା ଦିନ ନବ କାହାଠୁ ଆଣିକି ଦେଇଥାଅ, ମୁଁ ଦରମା ପାଇଲେ ଦବ। ମୁଁ କାହାଠୁ ଆଣିକି ଦେବି? ତମେ ମତେ ଆଣିକି ଦିଅ, ମୁଁ ଜାଣିନି କିଛି। କଣ କରିବି, ମାସ ତ ପଇସା ମିଳିଲାନି, ଆଉ ମୁଁ ପଇସା କୋଉଠୁ ଆଣିବି? ମୋ ପୁଅ ବି ଆଜି କହିଥିଲା ମାମା ମୁଁ ବ୍ୟାଟ୍ କିଣିବି ବୋଲି, ତା କଥା ପୁଣି କଣ କରିବି? ହେଲା ତାକୁ ବ୍ୟାଟ୍ ଆର ମାସ ଆଡିକି କିଣିବ, ଏ ମାସ ତ ହେଲାନି, ଆଉ କଣ କରିବା, ସମସ୍ତେ ଅସୁବିଧା ଅଛି। ପୁଅ ସିନା ଚଳେଇଦବ, ମୋ ଭଉଣୀ କେମିତି ଚଳେଇବ? ମୁଁ ଯୋଉ ତାଙ୍କୁ କଥା ଦେଇଥିଲି ସେ କେମିତି ରଖିବି? କାଲି ଯୋଉ କିସ୍ତି ଅଛି ସେ କଥା କେମିତି ବୁଝିବି? ଓହୋ, ତୋର ସବୁବେଳେ ଏ କିସ୍ତି, ଆ ପଇସା ତା ପଇସା, ମୁଣ୍ଡ ଖରାପ କରିଦଉଛ। ତମର ଟିକେ ଆଡଜଷ୍ଟ କରିବା ପୁଣି ଜାଣିବ କି ନାଇଁ? ଏ ମାସରେ ମିଳିନି ପଇସା, ସେ ଡେରିକି ମିଳିବ। ମୁଁ ଖାଲି ଏକଲା ନୁହଁ, ଆମର ଯେତେ ଅଫିସ ଷ୍ଟାଫ୍ ଅଛନ୍ତି କାହାକୁ ମିଳିନି। ସାର୍ କଣ ପାଇଁ ଦେଇନାହାନ୍ତି ତମର? କାଟିଦେଲେ ଦରମା ଆଉ, କହିଲେ ଏ ମାସ ତମକୁ ଦେଇ ହବନି ଆଉ ଯୋଉ ଛୁଟି ପଡିଛି ସ୍କୁଲ ଚାଲିଲେ ଦେଲେନି ଆଉ, କହିଲେ ତ ସେଲ୍ ନାହିଁ ମାସରେ, ଆଉ ସେଥିପାଇଁ ଦେଇପାରିବେନି। ଯାହା ହବ ଆଉ 10-15 ଦିନ ପରେ। ହଉ ହେଲା ସେ ପଇସା। ମୁଁ ଶୁଣିବିନି, ମୁଁ ଯାଉଛି। ଆରେ ଶୁଣ ଟିକେ। ନାଇଁ କଣ କରିବି, ସେ ଲୋକ ମୁଁ କେମିତି ସମସ୍ତଙ୍କୁ ପଇସା ଦେବି ମୁଁ କିଛି ଜାଣିପାରୁନି। ଏ ଲୋକ କଣ ପାଇଁ ଡ୍ୟୁଟି ଯାଉନାହାନ୍ତି, ପଇସା ଆଣୁନାହାନ୍ତି, ମୁଁ କଣ କରିବି ମୁଁ କିଛି ଜାଣିପାରୁନାହିଁ। ମୋ ପଇସା କେମିତି ସମସ୍ତଙ୍କୁ ପଇସା ଦେବି? ସମସ୍ତେ ମତେ ମାଗିବେ। ଦୟାକରି ମତେ କିଛି କୁହନି ହେଲା। ମୋ ରାଗଟା କାହିଁ ତାଙ୍କ ଉପରେ ସାରୁଛ? ଏ ଲୁଗାପଟା ଉପରେ, ସେ ରୋଷେଇ ଘରେ କଡେଇ ଡେକ୍ଚି ଉପରେ। ଦରମା ତ ମିଳିନି, କହିଲି ଆର ମାସରେ ମିଳିବ, ମୁଁ ଆର ମାସରେ ତମକୁ ଦେଇଦେବି। ଆଉ ଏମିତି ରାଗିକି ଫୋପଡା କଲେ କଣ ହବ? ଆଉ ତମେ ଟିକେ ଅପେକ୍ଷା କରିପାରୁନ? ଯାହାର ପଇସା ଆଣିଛ ତାଙ୍କୁ କହିଦବ ଦିଆହବ ଆର ମାସରେ। ଏଇ ଗୋଟେ କଥା ନେଇକି ତମେ ରାଗୁଛ, ମତେ କିଛି ଭଲ ଲାଗୁନି ଏଗୁରା ସବୁ। ମୁଁ ବହୁତ ଟେନସନରେ ଅଛି। ତମ ଫୋନ ନମ୍ବର ଦେଇଦେବି, ତମେ ତାଙ୍କ ସହିତ କଥା ହବ। ମୁଁ କିଛି ଜାଣିନି ଏ ବିଷୟରେ। ଆରେ ଆମେ ରାତିରେ ତ ସବୁବେଳେ ରୁଟି ଖାଉ, ଆଜି କଣ ଭାତ ଦେଇଛ? କଥା କଣ? ମୁଁ ଭାତ ତ ଖାଇବି ନାହିଁ, ମୁଁ ତ ରୁଟି ଖାଏ। କଣ କହିଲ? ଆଜିଠୁ ତମେ ଭାତ ଖାଅ, ଯେବେ ଦରମା ପାଇବ ତାପରେ ଯାଇକି ରୁଟି ଖାଇବ।
କଣ ଶୋଇପଡିଲ ନା କଣ? କଣ ହେଲା? କଣ ରାଗିଗଲା ନା କଣ ଶୋଇଛ? ନାଇଁ ମୋ ସେ ଲାଗୁନି। ଆରେ ନିଅ ତମ ଦରମା ପଇସା ନିଅ। ମୁଁ ସେମିତି ତମକୁ ମଜା କରୁଥିଲି। ନିଅ ଦରମା ପଇସା ନିଅ, ଯାହାକୁ ଯାହା ଦବାର ଅଛି ଦିଅ ହେଲା। ନିଅ ଉଠ। ତମେ ତ ଦରମା ପଇସା ଆଣିଛ, ମିଛ କାଇଁ କହୁଥିଲ? ଆରେ ଏବେ ଖୁସି ତ ପଇସା ପାଇକି? ବହୁତ ଖୁସି, କାରଣ ସମସ୍ତଙ୍କ ପଇସା ଦବାର ଥିଲା। ତମ ଯୋଗୁ ମୋ ବିପି ହାଇ ହେଇଯାଉଛି। କିଛି ଜାଣିପାରୁନ ତମେ, ଟେନସନ ଦଉଛ ଖାଲି ମତେ। ଏବେ ପଇସା ଧର, ତମେ ତମର ଯାହାକୁ ଯାହା ଦବା କଥା ଦିଅ। କାଲି ଗୋଟେ କିସ୍ତି ଅଛି ତାକୁ ଦେବି, ମୋ ଭଉଣୀଠୁ 5,000 ଟଙ୍କା ଆଣିଥିଲି ତାକୁ ଦେବି। ସବୁ ଦେଇଦେଲା ପରେ ମୋ ପୁଅ ଗୋଟେ କହିଛି ବ୍ୟାଟ୍ କିଣିବା ପାଇଁ, ତା ପାଇଁ ବି ଗୋଟେ ବ୍ୟାଟ୍ କିଣିବା ପାଇଁ ତାକୁ ଦେବି। ମୁଁ ଖାଲି ଦେଖୁଥିଲି ତମର ରିଆକ୍ସନ ଟା କଣ ହଉଛି, ହେଲେ ବାବା ତମ ରିଆକ୍ସନ ତ ତମ ଆକ୍ସନ ଆଡିକି ଗଲ ଆଡି ମତେ ଟିକେ ମଜା ଲାଗିଲା। ମୁଁ ଦେଖିବା ସେ କଣ କରୁଛନ୍ତି। ଯାହାକୁ ଯାହା ଦବା କଥା କାଲି ସକାଳେ ଦବ। ଏବେ ଯାଅ ପାଣି ଗ୍ଲାସ ଆଣିବ, ପିଇକି ଶୋଇବା ହେଲା। ହଉ।